ବାବା ସାରା ଦୁନିଆକୁ ରୋଗମୁକ୍ତ କରିବାକୁ ଆସିଛନ୍ତି। ଏଟା ଶୁଣିବାକୁ ବଡ଼ ଗଭୀର ଲାଗୁଛି ନା? ହଁ, ବହୁତ ଗଭୀର କଥା। ଆଉ ଗୋଟେ ପ୍ରଶ୍ନ ବି ଅଛି ମୁରଲୀରେ, ଯାହା ଟିକେ ଚିନ୍ତା କରିବା କଥା। କେଉଁ ସ୍ମୃତିରେ ରହିଲେ ଆମେ କେବେ ବି ମଉଳିବାନି କିମ୍ବା ଦୁଃଖର ଲହରୀ ଆସିବାନି? ଏ ପ୍ରଶ୍ନର ଉତ୍ତର ଆମେ ଆଲୋଚନାରେ ଖୋଜିବା। ଚେଷ୍ଟା କରିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଏଇ ଯେ କୁହାଗଲା ଦୁନିଆ ଏକ ବଡ଼ ଡାକ୍ତରଖାନା, ଏହାର ମାନେ କ'ଣ? କ'ଣ କେବଳ ଦେହର ରୋଗ କଥା କୁହାଯାଉଛି? ନା, ଏଇଟା ବହୁତ ଜରୁରୀ ପ୍ରଶ୍ନ। ଦେଖନ୍ତୁ, ଯେତେବେଳେ ମୁରଲୀରେ ରୋଗଗ୍ରସ୍ତ ଦୁନିଆ କଥା ଆସୁଛି, ସେଇଟା ଖାଲି ଆମ ଶରୀରର ବେମାରୀ କଥା ନୁହେଁ, ବରଂ ସବୁଠୁ ବଡ଼ ଆଉ ମୂଳ ରୋଗ ହେଉଛି ଦେହ ଅଭିମାନ। ଦେହ ଅଭିମାନ? ହଁ, ମାନେ ନିଜକୁ ଏହି ଶରୀରଟା ବୋଲି ଭାବିବା। ଏହି ଗୋଟିଏ ଭୁଲ ଧାରଣାରୁ ହିଁ ଆଉ 5ଟା ମୁଖ୍ୟ ବିକାର, ଯାହାକୁ ଆମେ ମାନସିକ ରୋଗ କହିପାରିବା, ସେଗୁଡ଼ା ଜନ୍ମ ନିଅନ୍ତି। କୋଉ 5ଟା? ସେ କାମ, କ୍ରୋଧ, ଲୋଭ, ମୋହ ଆଉ ଅହଙ୍କାର। ଏଥିପାଇଁ ତ ଆଜି ଦୁନିଆ ଏତେ ଅପବିତ୍ର, ଦୁଃଖରେ ଭର୍ତ୍ତି, ଆଉ ମଣିଷ ବି ଅଳ୍ପାୟୁ ହେଇଗଲାଣି। ଓହୋ, ବୁଝିଲି। ମାନେ ଏଇଟା ଗୋଟେ ଆଧ୍ୟାତ୍ମିକ ରୋଗ କଥା। ଏକଦମ। ଆଉ ଯେମିତି କୁହାଯାଉଛି କାଳର ପଞ୍ଝା କେତେବେଳେ ବି ଆସିଯାଉଛି, ହଠାତ୍ ମୃତ୍ୟୁ ହେଉଛି, ଏଇଟା ବି ସେଇ ଦେହ ଅଭିମାନ ସହ ଜଡ଼ିତ କି? ନିଶ୍ଚୟ ଜଡ଼ିତ। ଦେହ ଅଭିମାନରେ ରହିଲେ ମଣିଷ ନିଜର ଅସଲ ରୂପ, ମାନେ ଅମର ସ୍ୱରୂପକୁ ପୁରା ଭୁଲିଯାଏ। ସେ ଭାବେ ମୁଁ ମାନେ ଖାଲି ଏଇ ଶରୀରଟା। ସେଥିପାଇଁ ତ ମରିବାକୁ ଡରେ, ଦୁଃଖୀ ହୁଏ। କିନ୍ତୁ ଯିଏ ଜାଣେ ଯେ ମୁଁ ଗୋଟେ ଆତ୍ମା, ସେ ଜାଣେ ଆତ୍ମା ତ ଅମର, ଖାଲି ଶରୀର ବଦଳାଏ। ସେଥିପାଇଁ ତ ବାବା ଆସିଛନ୍ତି ଆମକୁ ଏଇ ଦେହ ଅଭିମାନର ନିଦରୁ ଜଗେଇ ସମଜଦାର କରିବାକୁ, ମାନେ ପ୍ରକୃତ ଜ୍ଞାନୀ କରିବାକୁ। ଆଚ୍ଛା। ଦେଖନ୍ତୁ, ଆମେ ଯୋଉ ବାହାରେ ପାଠ ପଢୁଛେ ସ୍କୁଲ କଲେଜରେ, ସେଇଟା ଆମକୁ ପେଟ ପୋଷିବା ଶିଖାଏ। କିନ୍ତୁ ଏଇ ଯୋଉ ଆଧ୍ୟାତ୍ମିକ ପାଠପଢ଼ା, ଏଇଟା ଆମକୁ ଜୀବନ ବଞ୍ଚିବାର କଳା ଶିଖାଏ ଆଉ ଆମର ଅସଲ ପରିଚୟ ଦିଏ। ଏଇଟା ବଡ଼ ରୋଚକ ତୁଳନା ହେଲା, ଲୌକିକ ପାଠ ଆଉ ଆଧ୍ୟାତ୍ମିକ ପାଠ। ମୁରଲୀରେ ଆଉ ଗୋଟେ କଥା ଅଛି ଯେ କିଛି ଲୋକ ଅଳ୍ପ ସୁଖ ପାଇଁ ଧର୍ମ ବଦଳି ଦିଅନ୍ତି। ଏହାର ମାନେ କ'ଣ? ହଁ, ଏଇଟା ଦେଖାଉଛି କି ଲୋକମାନେ ଆଜିକାଲି କେତେ କମରେ ସନ୍ତୁଷ୍ଟ ହେଇଯାଉଛନ୍ତି, କିମ୍ବା କହିପାରିବା ସେମାନେ ଏତେ ଦୁଃଖରେ ଅଛନ୍ତି ଯେ ସାମାନ୍ୟ ଟିକେ ସୁଖ ବା ସୁବିଧା ପାଇଁ ନିଜର ମୂଳ ଧର୍ମ ବି ଛାଡ଼ି ଦେଉଛନ୍ତି। ପର୍ଯ୍ୟନ୍ତ ଦେହ ଅଭିମାନ ଅଛି, ସେ ପର୍ଯ୍ୟନ୍ତ ସମସ୍ୟା ରହିବ ହିଁ ରହିବ। ଆଉ ବାବା କେବଳ ଭାରତରେ ନୁହେଁ, ପୁରା ଦୁନିଆର ସେବା କରୁଛନ୍ତି ବୋଲି କୁହାଯାଇଛି। କିନ୍ତୁ ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।